ଗୁରୁକୁଲ ଇଣ୍ଟରନ୍ୟାସନାଲ ପବ୍ଲିକ୍ ସ୍କୁଲ ଅଗଷ୍ଟ 15 ତାରିଖରେ ଏକ ଐତିହାସିକ ଏବଂ ସ୍ମରଣୀୟ ଦିନର ସାକ୍ଷୀ ହୋଇଥିଲା, ଯେତେବେଳେ ବିଦ୍ୟାଳୟର ମାନ୍ୟବର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର, ସମ୍ପାଦିକା ଶ୍ରୀମତୀ ଅନିତା କୁମାରୀ ପାଢ଼ୀ ଏବଂ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁନୀଲ ବଡ଼ପଣ୍ଡାଙ୍କ ଉପସ୍ଥିତିରେ ବିଦ୍ୟାଳୟ ପରିସର ଦେଶପ୍ରେମ, ନେତୃତ୍ୱ ଏବଂ ସାଂସ୍କୃତିକ ଉଜ୍ଜ୍ୱଳତାରେ ପ୍ରତିଧ୍ୱନିତ ହୋଇଥିଲା। ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିର ଉଦ୍ଘାଟନ ସହିତ ଏହି ଦିନଟି ଆରମ୍ଭ ହୋଇଥିଲା, ଯାହା ଦେଶର ବୀରମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାର ଏକ ମୁହୂର୍ତ୍ତ ଥିଲା। ଏହି କାର୍ଯ୍ୟକ୍ରମକୁ ମାନ୍ୟବର ସମ୍ପାଦିକା ଅନିତା କୁମାରୀ ପାଢ଼ୀ ସମ୍ମାନିତ ଏବଂ ଉଦ୍ଘାଟିତ କରିଥିଲେ। ଏହାପରେ ବିଦ୍ୟାଳୟର ସିସିଏ ପ୍ରମୁଖ ରଞ୍ଜିତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ନବନିର୍ବାଚିତ ଛାତ୍ର ପରିଷଦ ସଦସ୍ୟମାନେ ଆନୁଷ୍ଠାନିକ ଭାବରେ ସେମାନଙ୍କର ଭୂମିକା ଗ୍ରହଣ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ବାଳକ ଅମିତ ସେଠୀ, ମୁଖ୍ୟ ବାଳିକା ଦିବ୍ୟଶ୍ରୀ ମହାପାତ୍ର, ଉପମୁଖ୍ୟ ବାଳକ ରୋନିତ ପାଢ଼ୀ ଏବଂ ଉପମୁଖ୍ୟ ବାଳିକା ଶେଖ ସବା ଆଦିଙ୍କୁ ଆନୁଷ୍ଠାନିକ ଭାବରେ ଚୟନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଦିନର କାର୍ଯ୍ୟକ୍ରମଗୁଡ଼ିକ ସ୍ୱାଧୀନତା ଦିବସ ପାଳନ ସହିତ ଶେଷ ହୋଇଥିଲା, ଯାହା ସ୍କୁଲ ପରିସରରେ ଅତ୍ୟନ୍ତ ଉତ୍ସାହ ଏବଂ ସମସ୍ତ ବିଦ୍ୟାଳୟ ଶିକ୍ଷକଙ୍କ ପୂର୍ଣ୍ଣ ସମର୍ଥନ ସହିତ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପତାକା ଉତ୍ତୋଳନ, ସୈନ୍ୟ ନିରୀକ୍ଷଣ ଏବଂ ପ୍ୟାରେଡ୍ ସହିତ ଆରମ୍ଭ ହୋଇଥିଲା, ଯାହା ଅନୁଷ୍ଠାନର ଗର୍ବ ଏବଂ ଏକତାର ପ୍ରତୀକ ଥିଲା। ସାଂସ୍କୃତିକ ବିଭାଗରେ ମନମୋହକ ପ୍ରଦର୍ଶକ, ଦେଶାତ୍ମକବୋଧକ ଗୀତ, ନୃତ୍ୟ, କରାଟେ ଏବଂ ସ୍କେଟିଂ ପ୍ରଦର୍ଶନ, ସ୍କାଉଟ୍ ଏବଂ ଗାଇଡ୍ କ୍ୟାଡେଟ୍ମାନଙ୍କ ଦ୍ୱାରା ଶାରୀରିକ କାର୍ଯ୍ୟକଳାପ ପ୍ରତ୍ୟେକଟି ଛାତ୍ରଛାତ୍ରୀଙ୍କ ପ୍ରତିଭା ଏବଂ ସମର୍ପଣକୁ ପ୍ରଦର୍ଶନ କରିଥିଲା। ବ୍ୟୁରୋ ରିପୋର୍ଟ, ସ୍ୱତନ୍ତ୍ର ଟିଭି।